ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ରୁପ୍ସା ରେଲୱେ ଷ୍ଟେସନ ନିକଟରେ ଚଢ଼ାଉ କରାଯାଇ 2 ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରୁପ୍ସା ଥାନା ମିର୍ଗିମୁଣ୍ଡି ଗ୍ରାମର ସୁଦାମ ବେହେରା ଓ ରୁପ୍ସା ସାମିଲ ହାସନପୁର ଗ୍ରାମର ଗୋକୁଳ ବର। ସେମାନଙ୍କ ନିକଟରୁ 210 ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ ହୋଇଛି। ଏନେଇ ପୃଥକ ପୃଥକ 2ଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ରୁପ୍ସା ରେଳ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଅଭିଯୁକ୍ତମାନେ ବ୍ରାଉନ୍ ସୁଗାର ନେଇ ଯାଉଥିବାର ଜିଲ୍ଲା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା। ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ, ଏସ୍ଆଇ ଭକ୍ତଚରଣ ସ୍ୱାଇଁ, ଏଏସ୍ଆଇ ଅନିଲ କୁମାର ସାତୁଆ ପ୍ରମୁଖ ସଦଳ ବଳେ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନ୍ ସୁଗାର ଜବତ କରିଥିଲେ। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ 21 ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।